ତୁ ରାଜା ମୁରାଣୀରେ ଦେଖିବାକୁ ପାଇବେ ଗୋଟିଏ ଜବରଦସ୍ତ ସିନ୍। ରାଜ କହିବେ ଶୁଭମ ଭାଇ, ମୋ ମାଙ୍କ ବିଷୟରେ କିଛି ଜଣାପଡ଼ିଲା? ଶୁଭମ କହିବେ ନାଇଁ ରାଜ, ଅଫିସରେ ସବୁ ଷ୍ଟାଫ୍ ତାଙ୍କର ଚେଷ୍ଟା ଚଲାଉଛନ୍ତି। ଏହି ସମୟରେ ନେହା ଆସିବେ ଆଉ କହିବେ ରାଜ ସାର୍, ମୋତେ ଆପଣ ଡାକିଥିଲେ? ରାଜ କହିବେ ନେହା, କିଛି ପ୍ରମାଣ ପାଇଲ? ନେହା କହିବେ ମୁଁ ସବୁ ଖୋଜାଖୋଜି କରିସାରିଲିଣି, ହେଲେ ଏପର୍ଯ୍ୟନ୍ତ କିଛି ମିଳିଲାନି। ରାଜ କହିବେ ହଉ ତମେ ଯାଅ ଆଉ ଜଲ୍ଦି ଖୋଜିକି ବାହାର କର। ଏହି ସମୟରେ ଶିଖା ଆସିବେ ଆଉ କହିବେ ରାଜ, ତୁ ଜମାରୁ ଚିନ୍ତା କରନା, ଧୈର୍ଯ୍ୟ ରଖ, ଅପେକ୍ଷା କର, ସବୁ କିଛି ଠିକ୍ ହେଇଯିବ। ଆଉ ମୁଁ ତ ସାଙ୍ଗରେ ସବୁବେଳେ ଅଛି। ଆଉ ତୁ ଘରକୁ ଯା, ମୁଁ ଏଠି ସବୁ କିଛି ସମ୍ଭାଳି ନେବି। ଏପଟେ ରାନୀ କହିବେ ତମେ ଜମାରୁ ଚିନ୍ତା କର ନାହିଁ ମା, ଆଉ ଦେଖିବେ ସେ ରାଜକୁ କିଛି ବି କହିବେନି, ଆମେ ନେହାକୁ ମନା କରିଦେଇଛୁ। ଜୟ କହିବେ ହଁ ଅପା, ନେହା ରାଜକୁ କିଛି ବି କହିବନି, ଆଉ ସେ ସ୍କୁଲରେ କିଛି ବି ଜାଣିପାରିବନି। କୌଶଲ୍ୟା କହିବେ ତୁ ଜାଣିଛୁ ଜୟ, ମୁଁ ସକାଳପୁରୁ ଭାରି ଟେନସନରେ ଥିଲି, ଆଉ ତୁମମାନଙ୍କ ପାଖରୁ ଏକଥା ଶୁଣିକି ମୋତେ ବହୁତ ଭଲ ଲାଗୁଛି। ଜୟ କହିବେ ରାନୀ, ମୋ ପାଇଁ ଚା ଟିକିଏ ଆଣିଲ, ମୋତେ ବହୁତ ମୁଡ୍ ଅଫ୍ ଲାଗୁଛି। ରାନୀ କହିବେ ଠିକ୍ ଅଛି ବାପା, ମୁଁ ଏବେ ନେଇକି ଆସୁଛି। ଏହା କହି ରାନୀ ଚାଲିଯିବେ। ଏପଟେ ରାଜ ଘରକୁ ଆସିବେ ଆଉ ରାଗରେ ନେହା ପାଖକୁ ଫୋନ୍ କରିବେ ଆଉ କହିବେ ନେହା, ମୁଁ ଜାଣିନି ତମେ କେଉଁଠି ଆଉ କେମିତି ଖୋଜିବ, କିନ୍ତୁ ଜଲ୍ଦି ସେ ଫାଇଲ୍ ଖୋଜିକି ମୋତେ ଦିଅ। ଏହା କହି ଫୋନ୍ ରଖିଦେବେ। ରାନୀ ଘର ଭିତରକୁ ଆସିବା ସମୟରେ ରାଜ ରାଗିକି ପିଲୋ ଫୋପାଡ଼ି ଦେବେ। ପିଲୋ ଯାଇ ରାନୀଙ୍କ ଉପରେ ବାଜିବ। ରାନୀ କହିବେ ତୁମର ଏତେ ସାହସ, ତମେ ମୋତେ ମାରିବ? ଏହା କହିକି ରାନୀ ସେ ପିଲୋ ଆଣିକି ରାଜକୁ ବାଡ଼େଇବେ। ରାଜ କହିବେ ତମେ ଏ କ'ଣ କରୁଛ? ମୁଁ ରାଗିକି ଥିଲି ଆଉ ତମେ ଏହି ସମୟରେ ଆସିଲ, ଆଉ ସେ ପିଲୋ ତୁମ ଉପରେ ବାଜିଲା। ଏହା କହି ରାଜ ନିଜ ସାର୍ଟ ଖୋଲିକି ରାନୀଙ୍କ ଆଡ଼କୁ ମାଡ଼ି ଯାଉଥିବେ। ରାନୀ କହିବେ ତମେ ଏ କ'ଣ କରୁଛ? ଦୂରେଇକି ରୁହ ମୋଠୁ। ରାଜ କହିବେ ତୁମର ମନେ ଅଛି କାଲି କ'ଣ? ରାନୀ କହିବେ କାଲି କ'ଣ କି? ରାଜ କହିବେ କାଲି ନ୍ୟୁ ଇୟର। ରାଜ ରାନୀ କଥା ହେଲା ବେଳେ ଝରକା ବାହାରେ କେହି ଜଣେ ମାସ୍କ ପିନ୍ଧି ସବୁ କଥା ଶୁଣୁଥିବେ। ଆପଣମାନେ ଯଦି ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଥାନ୍ତି ତାହେଲେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ।